ମଧୁମେହ ରୋଗୀଙ୍କ ପାଇଁ ଶାଗୁଦାନା ଖେଚେଡ଼ି। ଆବଶ୍ୟକ ସାମଗ୍ରୀ: 1 କପ୍ ବଡ଼ ଦାନା ଶାଗୁ, 1ଟି ଛୋଟ ଆଳୁ, 1ଟି କ୍ୟାପ୍ସିକମ୍, ଛୋଟ ଖଣ୍ଡେ ଗାଜର, ଅଳ୍ପ ଭଜା ବାଦାମ, ଛୋଟ ଖଣ୍ଡେ ଅଦା, 2ଟି କଞ୍ଚାଲଙ୍କା, ଅଳ୍ପ ଚିନି, ଫାଳେ ଲେମ୍ବୁ ରସ, ଅଧା ଚାମଚ ଘିଅ, ସ୍ୱାଦ ଅନୁଯାୟୀ ବ୍ରତ ପାଇଁ ମିଳୁଥିବା ସୈନ୍ଧବ ଲୁଣ। ଆପଣ ଦରକାର ପଡ଼ିଲେ ଆଳୁକୁ ସ୍କିପ୍ କରିପାରନ୍ତି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟିଏ ପାତ୍ରରେ ଶାଗୁକୁ ଭଲ ଭାବରେ ଧୋଇ 2ରୁ 3 ଘଣ୍ଟା ବତୁରେଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଆଳୁକୁ ସିଝାଇ ଛୋଟ ଛୋଟ କାଟି ରଖନ୍ତୁ। ବାଦାମକୁ ଭାଜି ଚୋପା ଛଡ଼େଇ ଗୁଣ୍ଡ କରି ରଖନ୍ତୁ। କ୍ୟାପ୍ସିକମ୍ ଓ କଞ୍ଚାଲଙ୍କାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ବର୍ତ୍ତମାନ ଗୋଟିଏ ପ୍ୟାନରେ ଘିଅ ଗରମ କରି ସେଥିରେ ଗାଜର, କ୍ୟାପ୍ସିକମ୍, କଞ୍ଚାଲଙ୍କା, ଛେଚା ଅଦାକୁ ପକାଇ ଅଳ୍ପ ଭାଜନ୍ତୁ। ଏ ସମସ୍ତ ଜିନିଷ ଭଲ ଭାବରେ ଭାଜି ହୋଇ ଆସିଲେ ସେଥିରେ କଟା ଆଳୁକୁ ପକାଇ ଭାଜନ୍ତୁ। ଶେଷରେ ବତୁରା ହୋଇଥିବା ଶାଗୁକୁ ପକାଇ ଭାଜନ୍ତୁ। ଶାଗୁ ସହ ଏ ସମସ୍ତ ଜିନିଷ ଭଲ ଭାବରେ ମିଶି ଭାଜି ହୋଇଗଲେ ଶେଷରେ ବାଦାମ ଗୁଣ୍ଡ, ଅଳ୍ପ ଚିନି ଓ ବ୍ରତ ଲୁଣ ପକାଇ ଗୋଳାନ୍ତୁ। ସେଥିରେ ଲେମ୍ବୁ ରସ ଚିପୁଡ଼ି ଗୋଳେଇ ଗ୍ୟାସରୁ କାଢ଼ି ଆଣି ଗରମ ଗରମ ପରିବେଷଣ କରନ୍ତୁ।